ଲୋକରେ ସତସଙ୍ଗଟେ ଭକତ ମେଳା ସତସଙ୍ଗରେ ଭକତ ମାନେ ହିଁ ଏକତ୍ରିତ ହୁଅନ୍ତି। କାହିଁକି ନା କଳି ଯୁଗରେ ଯୋଉ ସତସଙ୍ଗ ହବ ସେଠି 4 ଯୁଗର ଭକ୍ତ ମାନେ ଏକତ୍ରିତ ହବ ବୋଲି ମହାପୁରୁଷ 600 ବର୍ଷ ପୂର୍ବରୁ ଲେଖିଛନ୍ତି। ସତ୍ୟ ଯୁଗରେ ଯାହା ନ ହୋଇଛି, ତୃତୀୟା ଯୁଗରେ ଯାହା ନ ହୋଇଛି, ଦ୍ୱାପର ଯୁଗରେ ଯାହା ନ ହୋଇଛି, କଳି ଯୁଗରେ ତାହା ହବ। କାହିଁକି ନା କଳି ଯୁଗରେ ଯୋଉ ଆସିବେ, କିଏ ଆସିବେ ନା ପୂର୍ଣ୍ଣ ବ୍ରହ୍ମ ପରମେଶ୍ୱର ଆସିବେ। ଆପଣ ସତ୍ୟ ଯୁଗରେ ପୂର୍ଣ୍ଣ ବ୍ରହ୍ମ ଆସିନଥିଲେ, କିଛି କଳା ନେଇ ଆସିଥିଲେ। ତୃତୀୟା ଯୁଗରେ ଆସିନଥିଲେ, ପୂର୍ଣ୍ଣ କଳା ଧରି ଆସିନଥିଲେ। ଦ୍ୱାପର ଯୁଗରେ ପୂର୍ଣ୍ଣ କଳା ଧରି ଆସିଥିଲେ। କଳି ଯୁଗରେ ପୂର୍ଣ୍ଣ ବ୍ରହ୍ମ ପରମେଶ୍ୱର ଆସିବେ ବୋଲି 4 ଯୁଗର ଭକ୍ତ ମାନେ ସମସ୍ତେ ପ୍ରଭୁକୁ ବର ମାଗିଲେ, କହିଲେ ହେ ପ୍ରଭୁ, ଆପଣ ସତ୍ୟ ଯୁଗରେ ଆମେ ନ ପାଇଲୁ ନାହିଁ, ତୃତୀୟା ଯୁଗରେ ନ ପାଇଲୁ ନାହିଁ, ଦ୍ୱାପର ଯୁଗ ନ ପାଇଲୁ ନାହିଁ, କିନ୍ତୁ କଳି ଯୁଗରେ ଟିକେ ଆପଣଙ୍କୁ କୃପା ଲାଭ କରିବୁ। କାହିଁକି ନା ସମସ୍ତେ କହିଲେ ହେ ପ୍ରଭୁ, ତୁମ ସେଇ ସନ୍ଧ୍ୟା ଚରଣ, ତୁମ ସେଇ ପାଦ ଟିକେ ଆମକୁ ଟିକେ ଅର୍ପଣ କରନ୍ତୁ। ଠାକୁର କହିଲେ ବାବୁରେ, ସତ୍ୟ ଯୁଗରେ ସିନା ପାଇପାରିଲ ନାହିଁ, ତୃତୀୟା ଯୁଗରେ ସିନା ପାଇପାରିଲ ନାହିଁ, ଦ୍ୱାପର ଯୁଗରେ ପାଇପାରିଲ ନାହିଁ, କିନ୍ତୁ କଳି ଯୁଗରେ ଯିଏ ପାଦୁକା ପ୍ରାପ୍ତ କରିବାର ଥିବ ସିଏ ହିଁ ପାଇବ। କିନ୍ତୁ ଯୋଉମାନେ ପାଦୁକା ପ୍ରାପ୍ତ ନ କରିବାର ଥିବ, ସେ ସତସଙ୍ଗରେ ବସିଲେ ପାଦୁକାଙ୍କୁ ଦର୍ଶନ କଲେ, 100 ମିଟର ଦୂର ହଉ, 200 ମିଟର ହଉ, 500 ମିଟର ପାଦୁକା ଦର୍ଶନ ଯେପର୍ଯ୍ୟନ୍ତ ଆଖି ଦିଶୁଥିବ, ଯଦି ସେ ଦର୍ଶନ କଲେ, ସେ 4 ଯୁଗର କୃପା ଲାଭ କରିବେ।